ସମସ୍ତଙ୍କୁ ମୋର ନମସ୍କାର। ଚାଲନ୍ତୁ ଆଜିର ଦିନଟି ଆରମ୍ଭ କରିବା ଆଉ ଜାଣିବା ଯେ 7 ଜାନୁଆରୀ 2026 ଆପଣଙ୍କ ରାଶି ପାଇଁ କ'ଣ ସବୁ ଖାସ୍ ନେଇକି ଆସିଛି। ଦିନର ଆରମ୍ଭରେ ଆସନ୍ତୁ ଏକ ବହୁତ ସୁନ୍ଦର ବିଚାର ସହିତ ଆଗକୁ ବଢ଼ିବା। କୁହାଯାଏ, ନିଜ ପାଇଁ ସତ୍ୟ, ଅନ୍ୟମାନଙ୍କ ପାଇଁ ପ୍ରେମ ଏବଂ ସମସ୍ତଙ୍କ ପାଇଁ କରୁଣା ଏହା ହିଁ ଜୀବନର ବ୍ୟାକରଣ। ଏହି କଥାଟିକୁ ମନେ ରଖି ଚାଲନ୍ତୁ ଆଜିର ଦିନଟିକୁ ଆରମ୍ଭ କରିବା। ତେବେ ରାଶିଫଳ ଜାଣିବା ପୂର୍ବରୁ ପ୍ରଥମେ ନଜର ପକାଇବା ଆଜିର ପଞ୍ଜିକା ଉପରେ। ଦେଖିବା ଗ୍ରହ ନକ୍ଷତ୍ରଙ୍କ ସ୍ଥିତି ଆଜି କେମିତି ରହିଛି। ତେବେ ଆଜି ହେଉଛି ବୁଧବାର 7 ଜାନୁଆରୀ 2026 ଆଉ ହିନ୍ଦୁ ପଞ୍ଜିକା ଅନୁସାରେ ଏହା ହେଉଛି ମାଘ ମାସ କୃଷ୍ଣ ପକ୍ଷର ପଞ୍ଚମୀ ତିଥି। ଆଜି ଚନ୍ଦ୍ରମା ସିଂହ ରାଶିରେ ଗୋଚର କରିବେ ଆଉ ନକ୍ଷତ୍ର ରହିବ ମଘା, ଯାହାକି ଦିନ 11:56 ପର୍ଯ୍ୟନ୍ତ ରହିବ। ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ମନେ ରଖିବେ, ଆଜି ରାହୁକାଳ ରହିବ ଦିନ 12ଟାରୁ 1:30 ପର୍ଯ୍ୟନ୍ତ। ତେଣୁ ଏହି ସମୟ ମଧ୍ୟରେ କୌଣସି ବି ଶୁଭ କାର୍ଯ୍ୟ ଆରମ୍ଭ ନ କରିବା ହିଁ ଭଲ। ଚାଲନ୍ତୁ ଏବେ ସିଧା ଆସିବା ରାଶିଫଳ ଉପରକୁ। ପ୍ରଥମେ ଆମେ ଆଲୋଚନା କରିବା ମେଷ ରାଶିରୁ କନ୍ୟା ରାଶି ପର୍ଯ୍ୟନ୍ତ। ଦେଖିବା ଆପଣଙ୍କ ପାଇଁ ଦିନଟି କେମିତି ରହିବ। ମେଷ ରାଶିର ବନ୍ଧୁମାନଙ୍କ ପାଇଁ ଆଜି ଭାଗ୍ୟର ସମର୍ଥନ ଟିକେ କମ୍, ମାତ୍ର 25%। ଆଜି ଟିକେ ଭାବପ୍ରବଣ ହୋଇପାରନ୍ତି, ତେଣୁ ସତର୍କ ରହିବା ଦରକାର। ଗୋଟିଏ କଥା ଉପରେ ଖାସ୍ ଧ୍ୟାନ ଦେବେ, ବାହାର ଲୋକଙ୍କ କଥାରେ ପଡ଼ି ନିଜ ପରିବାର ଲୋକଙ୍କୁ କଷ୍ଟ ଦିଅନ୍ତୁ ନାହିଁ। କର୍ମକ୍ଷେତ୍ରରେ ସମୟର ସଠିକ୍ ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ। ଆଉ ଯଦି ସନ୍ତାନଙ୍କ ସହ କିଛି ମନମାଳିନ୍ୟ ଚାଲିଛି, ତାକୁ ଶାନ୍ତିରେ ସମାଧାନ କରିବା ପାଇଁ ଆଜି ଦିନଟି ଭଲ। ଆପଣଙ୍କ ପାଇଁ ଶୁଭ ରଙ୍ଗ ହେଉଛି ଅଫ୍ ହ୍ୱାଇଟ୍ ଏବଂ ଶୁଭ ସଂଖ୍ୟା ହେଉଛି 8। ବୃଷ ରାଶି, ଆପଣଙ୍କ ପାଇଁ ଆଜି ଦିନଟି ବେଶ୍ ଭଲ। 75% ଭାଗ୍ୟର ସାଥ ମିଳିବ। କିନ୍ତୁ ଗୋଟିଏ କଥା, ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାକୁ ପଡ଼ିବ। ହୋଇପାରେ କିଛି ଲୋକ ଜାଣିଶୁଣି ଆପଣଙ୍କୁ ଉସୁକେଇବାକୁ ଚେଷ୍ଟା କରିବେ, କିନ୍ତୁ ଆପଣ ଶାନ୍ତ ରହିବେ। ଆଉ ଗୋଟିଏ କଥା, କାହାକୁ କିଛି ପ୍ରତିଶ୍ରୁତି ଦେବା ପୂର୍ବରୁ ଟିକେ ଭାବିବେ, କାରଣ ହୁଏତ ଟଙ୍କା ପଇସା କିମ୍ବା କୌଣସି ଅନୁମତି ମିଳିବାରେ ଟିକେ ଡେରି ହୋଇପାରେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆକାଶୀ ନୀଳ ଏବଂ ଶୁଭ ସଂଖ୍ୟା ହେଉଛି 7। ବାଃ, ମିଥୁନ ରାଶି, ଆପଣଙ୍କ ପାଇଁ ତ ଆଜି ଦିନଟି ଏକଦମ ଜବରଦସ୍ତ। ପୁରା 100% ଭାଗ୍ୟର ସମର୍ଥନ ରହିଛି। ଆର୍ଥିକ ଦୃଷ୍ଟିରୁ ଦିନଟି ବହୁତ ଲାଭଦାୟକ। ଆପଣ ପୂର୍ବରୁ କରିଥିବା ନିବେଶ କିମ୍ବା ନୂଆ ନିବେଶ ଦୁଇଟିରୁ ହିଁ ଲାଭ ମିଳିବାର ସମ୍ଭାବନା ଅଛି। ଏକା ସାଙ୍ଗରେ ଅନେକ କାମକୁ ସଫଳତାର ସହ ସମ୍ଭାଳି ନେବେ। ଏପରିକି ଚାକିରି କ୍ଷେତ୍ରରେ ପଦୋନ୍ନତିକୁ ନେଇ କିଛି ଭଲ ଆଲୋଚନା ବି ହୋଇପାରେ। ଆପଣଙ୍କ ପାଇଁ ଶୁଭ ରଙ୍ଗ କମଳା ଏବଂ ଶୁଭ ସଂଖ୍ୟା 6। କର୍କଟ ରାଶି, ଆପଣଙ୍କ ପାଇଁ ଦିନଟି 73% ଅନୁକୂଳ ରହିବ। କିନ୍ତୁ ଆଜି ମନ ଭିତରେ ଟିକେ ଅସନ୍ତୋଷ ଭାବ ଆସିପାରେ। ମୋର ଗୋଟିଏ ପରାମର୍ଶ, ଅନ୍ୟମାନଙ୍କ ସହିତ ନିଜକୁ ତୁଳନା କରି ମନକୁ ଛୋଟ କରନ୍ତୁ ନାହିଁ, କାରଣ ଏହାଦ୍ୱାରା ଆପଣ ଦୁଃଖୀ ହେବେ ଆଉ ହୁଏତ କିଛି ଅଯଥା ଖର୍ଚ୍ଚ ବି କରିପାରନ୍ତି। ପରିବାରରେ ଯଦି କାହାର ସ୍ୱାସ୍ଥ୍ୟ ସମସ୍ୟା ଅଛି, ତେବେ ମନକୁ ଦୃଢ଼ ରଖି ପରିସ୍ଥିତିର ସାମ୍ନା କରନ୍ତୁ। ଆପଣଙ୍କ ପାଇଁ ଶୁଭ ରଙ୍ଗ ହଳଦିଆ ଏବଂ ଶୁଭ ସଂଖ୍ୟା 8। ଏବେ ଆସିବା ସିଂହ ରାଶିକୁ। ଆପଣଙ୍କ ପାଇଁ ଦିନଟି 77% ଭଲ ରହିବ। ଆଜିର ଦିନଟି ଆନନ୍ଦ, ମୌଜ, ମଜଲିସରେ କଟିବାର ସମ୍ଭାବନା ଅଛି। ସାମାଜିକ ସ୍ତରରେ ଖୁସି ମିଳିବ, ପ୍ରେମ ସମ୍ପର୍କ ମଧୁର ହେବ ଆଉ କିଛି ବିଳାସପୂର୍ଣ୍ଣ ଜିନିଷ କିଣିବାର ଯୋଗ ବି ବନୁଛି। କ୍ୟାରିୟର ଏବଂ ନିବେଶ କ୍ଷେତ୍ରରେ କିଛି ନୂଆ ସୁଯୋଗ ଆସିପାରେ, ତେଣୁ ସେଥିପାଇଁ ପ୍ରସ୍ତୁତ ରୁହନ୍ତୁ। ଶୁଭ ରଙ୍ଗ ଧଳା ଏବଂ ଶୁଭ ସଂଖ୍ୟା ହେଉଛି 2। କନ୍ୟା ରାଶି ପାଇଁ ଦିନଟି 70% ସକାରାତ୍ମକ ରହିବ। କିନ୍ତୁ ଆଜି ଆପଣଙ୍କୁ ନିଜ ଶକ୍ତି ଟିକେ ସଞ୍ଚୟ କରି ଚାଲିବାକୁ ପଡ଼ିବ, କାରଣ କାମର ଚାପ ବହୁତ ବଢ଼ିପାରେ, ଯାହାଫଳରେ ଆପଣ କ୍ଳାନ୍ତ ଅନୁଭବ କରିବେ। ଖର୍ଚ୍ଚ ବି ବଢ଼ିବାର ସମ୍ଭାବନା ଅଛି। ଗୋଟିଏ କଥା, ନିଜ ଜୀବନସାଥୀଙ୍କ କଥାକୁ ଗୁରୁତ୍ୱ ଦିଅନ୍ତୁ। ତାଙ୍କ ପରାମର୍ଶ ଆପଣଙ୍କ କାମରେ ଆସିବ। ଆଉ ଯଦି କୁଆଡ଼େ ଯାତ୍ରା କରୁଛନ୍ତି, ତେବେ ନିଜ ଜିନିଷପତ୍ର ପ୍ରତି ସାବଧାନ ରହିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ବାଇଗଣୀ ଏବଂ ଶୁଭ ସଂଖ୍ୟା ହେଉଛି 8। ତେବେ ଏହା ଥିଲା ପ୍ରଥମ 6ଟି ରାଶିର ରାଶିଫଳ। ଚାଲନ୍ତୁ ଏବେ ଆଗକୁ ବଢ଼ିବା ଏବଂ ଜାଣିବା ତୁଳା ରାଶିରୁ ମୀନ ରାଶି ପର୍ଯ୍ୟନ୍ତ ଥିବା ବ୍ୟକ୍ତିମାନଙ୍କ ପାଇଁ ଦିନଟି କେମିତି କଟିବ। ଆଉ ଏକ ରାଶି ପାଇଁ 100% ସମର୍ଥନ। ତୁଳା ରାଶି, ଆଜି ଆପଣଙ୍କର ଦିନ। ଆପଣଙ୍କର ଆତ୍ମବିଶ୍ୱାସ ଆଜି ଆକାଶ ଛୁଆଁ ରହିବ। ଆପଣଙ୍କର ସକାରାତ୍ମକ ମନୋଭାବ ଯୋଗୁଁ ଚାରିଆଡ଼ୁ ପ୍ରଶଂସା ମିଳିବ। ଯଦି ଆପଣ କୌଣସି ନୂଆ ଡିଲ୍ ଫାଇନାଲ କରିବାକୁ ଚାହୁଁଛନ୍ତି, ତେବେ ଆଜିଠୁ ଭଲ ଦିନ ଆଉ ନାହିଁ। ନିଜ ପ୍ରତିଯୋଗୀମାନଙ୍କୁ ଆତ୍ମବିଶ୍ୱାସର ସହ ପଛରେ ପକାଇ ଆଗକୁ ବଢ଼ିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ହେଉଛି ଗୋଲାପୀ ଏବଂ ଶୁଭ ସଂଖ୍ୟା 2। ବିଛା ରାଶି ପାଇଁ ଦିନଟି 70% ଭଲ ରହିବ। ଆଜି କଠିନ ପରିଶ୍ରମ ଅପେକ୍ଷା ବୁଦ୍ଧି ଖଟେଇ କାମ କରିବାର ଦିନ। ଯେଉଁମାନେ ବିଶେଷ କରି କଣ୍ଟେଣ୍ଟ କ୍ରିଏସନ୍ କିମ୍ବା କମିଶନ ଆଧାରିତ କାମ କରନ୍ତି, ସେମାନଙ୍କ ପାଇଁ ଆଜି ଦିନଟି ବହୁତ ଭଲ। ନିଜର ଜ୍ଞାନ, ବୁଦ୍ଧି ଏବଂ ବୁଝାମଣାର ଶକ୍ତିକୁ ବ୍ୟବହାର କରି ଲାଭଜନକ ଫଳାଫଳ ହାସଲ କରିପାରିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆକାଶୀ ନୀଳ ଏବଂ ଶୁଭ ସଂଖ୍ୟା 2।
ଧନୁରାଶି ଆଜି ଟିକେ ସମ୍ଭାଳିକି ଚାଲିବାକୁ ପଡ଼ିବ। ଭାଗ୍ୟର ସମର୍ଥନ ମାତ୍ର 22% ରହିଛି। ଆପଣ ଯେମିତି ଭାବିଥିବେ କାମ ସେମିତି ନ ହୋଇପାରେ, ବାଧାବିଘ୍ନ ଆସିପାରେ। କାମ ଏବଂ ବ୍ୟକ୍ତିଗତ ଜୀବନର ଚାପ ଟିକେ ବଢ଼ିପାରେ। ପରାମର୍ଶ ଏଇଆ ଯେ ଧୈର୍ଯ୍ୟ ରଖନ୍ତୁ। କୌଣସି ବି ନିଷ୍ପତ୍ତି ନେବା ପୂର୍ବରୁ ନିଜ ପୁରୁଣା ଅନୁଭୂତିକୁ ମନେ ପକାନ୍ତୁ ଆଉ ବହୁତ ସାବଧାନତାର ସହ ନିଷ୍ପତ୍ତି ନିଅନ୍ତୁ। ଆବେଗରେ ଆସି କୌଣସି ବଡ଼ ଖର୍ଚ୍ଚ କରିବାଠାରୁ ଦୂରେଇ ରୁହନ୍ତୁ। ଆପଣଙ୍କ ପାଇଁ ଶୁଭ ରଙ୍ଗ ହଳଦିଆ ଏବଂ ଶୁଭ ସଂଖ୍ୟା 7। ମକର ରାଶି ଆପଣଙ୍କ ପାଇଁ ଦିନଟି 66% ଅନୁକୂଳ ରହିବ, କିନ୍ତୁ ଆଜି ମନରେ ଟିକେ ଦ୍ୱନ୍ଦ୍ୱ ରହିପାରେ। ଛୋଟ ଛୋଟ କଥାକୁ ନେଇ ବେଶୀ ଚିନ୍ତା କରିବାର ପ୍ରବୃତ୍ତି ଦେଖାଦେଇପାରେ। ଆଉ ଗୋଟେ କଥା, ଲୋକ ଦେଖାଣିଆ ପାଇଁ ଖର୍ଚ୍ଚ କରିପାରନ୍ତି, ଏଥିରୁ ବଞ୍ଚନ୍ତୁ। ସବୁଠୁ ବଡ଼ ଚେତାବନୀ ହେଉଛି ବାହାର ଲୋକଙ୍କ ମିଛ ପ୍ରଶଂସାରେ ଭାସି ନ ଯାଇ ନିଜ ପରିବାର ଲୋକଙ୍କ କଥା ଶୁଣନ୍ତୁ, ନଚେତ୍ ବଡ଼ ଧରଣର ବିବାଦର ସାମ୍ନା କରିବାକୁ ପଡ଼ିପାରେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଗୋଲାପୀ ଏବଂ ଶୁଭ ସଂଖ୍ୟା 6। କୁମ୍ଭ ରାଶି ଆପଣଙ୍କ ପାଇଁ ବି ଆଜି ଦିନଟି ଏକଦମ 100%। ଆଜି ପାର୍ଟନରସିପ୍ ବା ଭାଗିଦାରୀ ପାଇଁ ଦିନଟି ବହୁତ ଭଲ। ସେ ବୈବାହିକ ଜୀବନ ହେଉ କିମ୍ବା ବ୍ୟବସାୟିକ ଭାଗିଦାରୀ, ଦୁଇଟି ଯାକ କ୍ଷେତ୍ରରେ ସାମଞ୍ଜସ୍ୟ ଓ ସଫଳତା ମିଳିବ। କିନ୍ତୁ ଗୋଟିଏ କଥା ପ୍ରତି ସତର୍କ ରହିବେ। କମ୍ ସମୟରେ ଅଧିକ ଲାଭ ପାଇବା ପାଇଁ କୌଣସି ସର୍ଟକଟ୍ ରାସ୍ତା ଆପଣନ୍ତୁ ନାହିଁ, କାରଣ ଏହା ଆପଣଙ୍କ ଦୀର୍ଘକାଳୀନ ସ୍ଥିରତାକୁ ବିପଦରେ ପକାଇପାରେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ସବୁଜ ଏବଂ ଶୁଭ ସଂଖ୍ୟା 3। ଏବେ ଶେଷ ରାଶି ମୀନ ରାଶି ଆପଣଙ୍କ ପାଇଁ ଦିନଟି 75% ଭଲ ରହିବ। ଆଜି ଚୁପଚାପ ନିଜ କାମ କରିଚାଲନ୍ତୁ, ଦେଖିବେ ସଫଳତା ନିଶ୍ଚୟ ମିଳିବ। ଯଦି କୌଣସି ପୁରୁଣା ସମସ୍ୟାରେ ଛନ୍ଦି ହୋଇଥିଲେ ତେବେ ସେଠିରୁ ମୁକ୍ତି ମିଳିବାର ସମ୍ଭାବନା ଅଛି। ଧନ ସମ୍ପତ୍ତି ପରିଚାଳନା ପାଇଁ ଦିନଟି ଭଲ। ଯଦି ନୂଆ ଚାକିରି କିମ୍ବା କିଛି ଫ୍ରିଲାନ୍ସ କାମ ଖୋଜୁଛନ୍ତି ତେବେ ଏହା ଏକ ଭଲ ସମୟ। କିନ୍ତୁ ମନେ ରଖିବେ, ନିଜ ଯୋଜନା ବିଷୟରେ କାହାକୁ କିଛି ନ କହିବା ହିଁ ଭଲ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଭାୟୋଲେଟ୍ ଏବଂ ଶୁଭ ସଂଖ୍ୟା 2। ତେବେ ଏହା ଥିଲା 12ଟି ରାଶିର ରାଶିଫଳ। ଏବେ ଆସନ୍ତୁ ଆମର ବିଶେଷ ବିଭାଗକୁ। ଆଜି ଆମେ ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ଜ୍ୟୋତିଷୀୟ ସଂଯୋଗ ବିଷୟରେ କଥା ହେବା, ଆଉ ତାହା ହେଉଛି ସୂର୍ଯ୍ୟ ଏବଂ ଶନିଙ୍କର ସଂଯୋଗ। ତେବେ ଏହି ସୂର୍ଯ୍ୟ ଶନି ସଂଯୋଗ କ'ଣ? ଦେଖନ୍ତୁ, ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ପିତା ଏବଂ ଶକ୍ତିର କାରକ ବୋଲି କୁହାଯାଏ, ଆଉ ଶନି ହେଉଛନ୍ତି ପୁତ୍ର, ଯିଏ ଅନୁଶାସନ ଏବଂ କର୍ମଫଳର ଦାତା। ଯେତେବେଳେ କାହାର ଜନ୍ମକୁଣ୍ଡଳୀରେ ଏହି ଦୁଇଟି ଗ୍ରହ ଗୋଟିଏ ଘରେ ଏକାଠି ବସିଥାନ୍ତି, ସେତେବେଳେ ଏକ ଜଟିଳ ପରିସ୍ଥିତି ସୃଷ୍ଟି ହୁଏ। ଏହା ଜୀବନରେ ଏକ ପ୍ରକାର ଟଣାଉତରା ଆଣିଥାଏ। ବିଶେଷ କରି ପାରିବାରିକ ସମ୍ପର୍କରେ ଏହାର ପ୍ରଭାବ ବେଶୀ ଦେଖାଯାଏ। ତେବେ ପ୍ରଶ୍ନ ଉଠୁଛି, ଯେତେବେଳେ ଏହି ଦୁଇଟି ଶକ୍ତିଶାଳୀ ଗ୍ରହ ଏକାଠି ହୁଅନ୍ତି, ଆମ ଜୀବନ ଉପରେ ଏହାର ପ୍ରଭାବ କେମିତି ପଡ଼େ? ଆସନ୍ତୁ ଦେଖିବା। ଦେଖନ୍ତୁ, ଏହାର କିଛି ସାଧାରଣ ପ୍ରଭାବ ହେଉଛି, ପ୍ରଥମତଃ ପିତାପୁତ୍ର ସମ୍ପର୍କରେ ଅଧିକାଂଶ ସମୟରେ ତିକ୍ତତା ଦେଖାଯାଏ। ଦୁହିଁଙ୍କ ଭିତରେ ବୈଚାରିକ ମତଭେଦ ଲାଗିରହେ, ଯାହା ପରିବାରରେ ଅଶାନ୍ତି ସୃଷ୍ଟି କରେ। ସ୍ୱାସ୍ଥ୍ୟ ସମସ୍ୟା ବି ଦେଖା ଦେଇପାରେ ଏବଂ ଏମିତି ଲୋକଙ୍କର ନିଜ କଥା ଉପରେ ସଂଯମ ରହେ ନାହିଁ। ପାଠପଢ଼ାରେ କିମ୍ବା ସନ୍ତାନଙ୍କ ସହ ଜଡ଼ିତ କୌଣସି କ୍ଷେତ୍ରରେ ବାଧା ଆସିପାରେ। ଏହାଛଡ଼ା ଆଇନଗତ ମାମଲାରେ ବିଳମ୍ବ ହେବା ଏବଂ ଭାଗ୍ୟର ସାଥ ନ ମିଳିବା ଭଳି ସମସ୍ୟା ମଧ୍ୟ ଦେଖାଯାଏ। କିନ୍ତୁ ଚିନ୍ତା କରିବାର କୌଣସି କାରଣ ନାହିଁ। ଆମ ଶାସ୍ତ୍ରରେ ଏହି ସମସ୍ୟାର ସମାଧାନ ପାଇଁ କିଛି ବହୁତ ସରଳ କିନ୍ତୁ ଶକ୍ତିଶାଳୀ ଉପାୟ ବିଷୟରେ କୁହାଯାଇଛି। ଆପଣ ଏହି 5ଟି ଉପାୟ ଆପଣାଇ ପାରିବେ। ପ୍ରଥମତଃ, ପ୍ରତିଦିନ ସକାଳେ ତମ୍ବା ପାତ୍ରରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ। ଦ୍ୱିତୀୟରେ, ପ୍ରତି ଶନିବାର ଦିନ ତେଲ ଦାନ କରନ୍ତୁ। ତୃତୀୟରେ, ଶନିବାର ଦିନ ଅଶ୍ୱତ୍ଥ ଗଛକୁ 7 ଥର ପରିକ୍ରମା କରନ୍ତୁ। ଚତୁର୍ଥ, ହନୁମାନଜୀଙ୍କର ପୂଜା କରନ୍ତୁ, କାରଣ ଏହାଦ୍ୱାରା ଉଭୟ ଗ୍ରହ ଶାନ୍ତ ହୁଅନ୍ତି। ଆଉ ପଞ୍ଚମରେ, ନିୟମିତ ଭାବେ ସୂର୍ଯ୍ୟ ଏବଂ ଶନିଙ୍କ ମନ୍ତ୍ର ଜପ କରନ୍ତୁ। ତେବେ ଆଜି ପାଇଁ ଏତିକି। ମହାପ୍ରଭୁଙ୍କ ନିକଟରେ ଏତିକି ପ୍ରାର୍ଥନା, ଆପଣଙ୍କର ପରିବାର ଏବଂ ଆମ ସମସ୍ତଙ୍କର ପରିବାର ସବୁବେଳେ ଖୁସିରେ, ସମୃଦ୍ଧିରେ, ସୁରକ୍ଷିତ ଏବଂ ସୁସ୍ଥ ରହୁ। ପୁଣି ଦେଖାହେବ। ନମସ୍କାର।